ଖ୍ରୀଷ୍ଟରେ ଉପସ୍ଥିତ ପ୍ରଭୁଙ୍କର ଦାସ ଏବଂ ଦାସୀଗଣ, ସର୍ବପ୍ରଥମେ ସର୍ବଶକ୍ତିମାନ ମହାନ ପରମେଶ୍ୱରଙ୍କର ପବିତ୍ର ନାମର ଧନ୍ୟବାଦ ପ୍ରଶଂସା ଗୌରବ ଯୁଗେ ଯୁଗେ ହେଉ। ଯୀଶୁ ସଦାପ୍ରଭୁ ଆମ ପ୍ରତ୍ୟେକଙ୍କୁ ଈଶ୍ୱର ପ୍ରଭାତରେ ତାଙ୍କରି ପବିତ୍ର ବାକ୍ୟର କିଛି ଅଂଶକୁ ଆଜି ଆଲୋଚନା କରିବା ପାଇଁ ଈଶ୍ୱର ସୁଯୋଗ ଦେଇଅଛନ୍ତି। ପ୍ରିୟ ମଣ୍ଡଳୀ, ଆଜିର ଯେଉଁ ଶାସ୍ତ୍ରାଂଶ ଆମେ ମାନେ ପଢିଲୁ, ଯୋହନ ଲିଖିତ ସୁସମାଚାର। এই ଯୋହନ ଲିଖିତ ସୁସମାଚାର ଯୋହନଙ୍କ ଦ୍ୱାରା, ଯୀଶୁଙ୍କର ଶିଷ୍ୟ ଯୋହନଙ୍କ ଦ୍ୱାରା ଲିଖିତ ହୋଇଅଛି। ଯୋହନ ଲିଖିତ ସୁସମାଚାରର କି ଭର୍ସ ବୋଲି କୁହାଯାଏ। ସେ କି ଭର୍ସ ହେଉଛି ଯୋହନ 3:16। ଆମେ ସମସ୍ତେ ଜାଣୁ ଯେ ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ ସେ ଆପଣା ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେ କେହି ତାହାଙ୍କଠାରେ ବିଶ୍ୱାସ କରେ ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ। ଯୋହନ ଲିଖିତ ସୁସମାଚାର ଲେଖିବାର ଉଦ୍ଦେଶ୍ୟ ଦ ଫେଥ୍ ଇନ୍ ଖ୍ରାଇଷ୍ଟ, ଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ, ଖ୍ରୀଷ୍ଟଙ୍କ ଠାରେ ଭରସା, ଖ୍ରୀଷ୍ଟଙ୍କ ଠାରେ ଆଶା କରି ଆମର ଖ୍ରୀଷ୍ଟୀୟ ଜୀବନକୁ ଆଗକୁ ଯେପରି ଆମେ କଢ଼ାଇ ନେଇପାରିବୁ, ଏହା ତାଙ୍କରି ଉଦ୍ଦେଶ୍ୟ ରହିଥିଲା। ଯୋହନ ଲିଖିତ ସୁସମାଚାରରେ ଏକ ସ୍ୱତନ୍ତ୍ର ବିଷୟ ରହିଛି, ଯାହାକୁ ଆମେ କହିପାରିବା ଆଇ ଏମ୍ ସେଇଂ ବୋଲିକି, ଦ 7 ଆଇ ଏମ୍ ସେଇଂ। ଯୀଶୁଖ୍ରୀଷ୍ଟ ସେ 7ଟି, এই ଯୋହନ ଲିଖିତ ସୁସମାଚାର 7ଟି ବାକ୍ୟ, ସେ ମୁଁ ପଦ ଶବ୍ଦକୁ ସେ ଉଚ୍ଚାରଣ କରନ୍ତି। ଆଉ ଯେତେବେଳେ ମୁଁ ବୋଲି କହନ୍ତି, ପ୍ରକୃତରେ ସେ ମୁର ଅର୍ଥ ଯାତ୍ରା ପୁସ୍ତକ 3 ପର୍ବ ତାର 14 ପଦରେ ଲେଖା ଅଛି, ଯାହାକି ଆମ୍ଭେ ଯେ ଅଛୁ, ସ୍ୱୟଂଭୂ ଆମ୍ଭେ ଯେ ଅଛୁ ସେ ଅଛୁ ବୋଲିକି ଲେଖାଯାଏ। ଓଡ଼ିଆରେ ଆମ୍ଭେ ବୋଲିକି ତାର ପଦ ଶବ୍ଦ ଲେଖାଯାଏ, କିନ୍ତୁ ଆମେ ଯଦି NRSV ବାଇବେଲ ଦେଖୁ, ସେଠାରେ ଆଇ ଏମ୍ ହୁ ଆଇ ଏମ୍ ର ଅର୍ଥ ସେଠି ଲେଖାଯାଏ ଆଇ ଏମ୍ ହୁ ଆଇ ଏମ୍, ମାନେ ସିଙ୍ଗୁଲାର। ଏଠି ବି ଯୀଶୁ ସେ କହନ୍ତି ମୁଁ ବୋଲି, ସେ ପଦ ଶବ୍ଦ କହନ୍ତି। ଆଉ ମୁଁ ଯେତେବେଳେ ପଦ ଶବ୍ଦ ଯୀଶୁ କହନ୍ତି ଆଉ ଈଶ୍ୱର କହୁଛନ୍ତି ଯାତ୍ରା ପୁସ୍ତକରେ, ସେ ମୁଁ ପଦ ଶବ୍ଦ ଦୁଇଟା ନୁହେଁ, କିନ୍ତୁ ଗୋଟିଏ, ଆଇ ଏମ୍। ଆଜି ମଧ୍ୟ ଗୋଟେ ଆଇ ଏମ୍ ସେଇଂ ର ଗୋଟେ ବାକ୍ୟ, ଯାହା ଯୋହନ 6 ପର୍ବ ତାର 35 ପଦରେ ଲେଖାଯାଏ ଯେ ଆଇ ଏମ୍ ଦ ବ୍ରେଡ୍ ଅଫ୍ ଲାଇଫ ବୋଲି ସେ କହନ୍ତି। ମୁଁ ଜୀବନଦାୟକ ଆହାର। ସେ କଣ ପାଇଁ ସେ କହନ୍ତି? କାରଣ ସେ ଯୋହନ 5 ପର୍ବରେ 5ଟି ରୁଟି ଏବଂ 2ଟି ମାଛରେ 5,000 ଲୋକ ସେ ଖୁଆଇଲେ। ଆଉ ସେଥିପାଇଁ ସେ କହନ୍ତି ଆଇ ଏମ୍ ଦ ବ୍ରେଡ୍ ଅଫ୍ ଲାଇଫ, ମୁଁ ଜୀବନଦାୟକ ଆହାର ବୋଲି ଯୀଶୁ କହନ୍ତି। ଦ୍ୱିତୀୟରେ ସେ କହନ୍ତି ଆଇ ଏମ୍ ଦ ଲାଇଟ୍ ଅଫ୍ ଦି ୱାର୍ଲଡ ବୋଲି ସେ କହନ୍ତି, ଆଇ ଏମ୍ ବୋଲିକି। ମୁଁ ଜଗତର ଜ୍ୟୋତି ବୋଲି କହନ୍ତି ଯୋହନ 8 ପର୍ବ 12 ପଦ ମଧ୍ୟରେ। ଆଉ ତାହା ଜଣେ ଜନ୍ମାନ୍ଧକୁ ଯୀଶୁ ସୁସ୍ଥ କରି ସେ କହନ୍ତି ଯେ ମୁଁ ଜୀବନଦାୟକ ଆହାର, ମୁଁ ଜଗତର ଜ୍ୟୋତି ବୋଲି। ତୃତୀୟରେ ସେ କହନ୍ତି ଆଇ ଏମ୍ ଦ ଡୋର ବୋଲି ସେ କହନ୍ତି, ମୁଁ ଦ୍ୱାର ଅଟେ ବୋଲି ସେ କହନ୍ତି, ଯାହା ଯୋହନ 10 ପର୍ବ 9 ପଦ ମଧ୍ୟରେ ଆମ୍ଭେମାନେ ଦେଖିପାରିବା। ପଞ୍ଚମରେ ଆମେ ଦେଖିବା ଆଇ ଏମ୍ ଦ ଟ୍ରୁ ଶେଫର୍ଡ ବୋଲି, ମୁଁ ଉତ୍ତମ ମେଷ ପାଳକ ବୋଲି ସେ କହନ୍ତି। ଯୋହନ ତାହାର 10 ପର୍ବ 11 ପଦ ଏବଂ 14 ପଦରେ ଲେଖାଯାଏ, ମୁଁ ଉତ୍ତମ ମେଷ ପାଳକ ବୋଲି। ପଞ୍ଚମରେ ଆଇ ଏମ୍ ଦ ଗୁଡ୍ ଶେଫର୍ଡ, ଚତୁର୍ଥ। ପଞ୍ଚମରେ କୁହାଯାଏ ଆଇ ଏମ୍ ଦ ରିଜରେକ୍ସନ ଆଣ୍ଡ ଲାଇଫ ବୋଲି କୁହାଯାଏ। ଯୋହନ 11:25ରେ ଯେତେବେଳେ ଲାଜାରକୁ ପ୍ରଭୁ ଉଠାଇଲେ ମୃତ୍ୟୁରୁ, ଆଉ ସେତେବେଳେ ସେ କହନ୍ତି ମୁଁ ପୁନରୁତ୍ଥାନ ଓ ଜୀବନ, ଯେ ମୋ ଠାରେ ବିଶ୍ୱାସ କରେ ସେ ଯଦ୍ୟପି ମରେ ତଥାପି ସେ ବଞ୍ଚିବ ବୋଲି ସେ କହନ୍ତି।
ଷଷ୍ଠରେ ସେ କହନ୍ତି ଆଇ ଆମ୍ ଦ ୱେ ଟ୍ରୁଥ ଆଣ୍ଡ ଲାଇଫ, ମୁଁ ପଥ ସତ୍ୟ ଓ ଜୀବନ, ମୋ ଦେଇ ନ ଗଲେ କେହି ପିତାଙ୍କ ନିକଟକୁ ଯାଏ ନାହିଁ, ଯାହା ଯୋହନ 14 ପର୍ବ 6 ପଦ ମଧ୍ୟରେ ଲେଖାଯାଏ। ଏବଂ ଶେଷରେ ଆଇ ଏମ୍ ସେଇଂ ର ଶେଷ ଆଇ ଆମ୍ ଦ ଟ୍ରୁ ଭାଇନ୍ ବୋଲି କୁହାଯାଏ, ମୁଁ ପ୍ରକୃତ ଦ୍ରାକ୍ଷାଲତା, ଯୋହନ 15 ପର୍ବ 1 ପଦ ଏବଂ 5 ପଦ ମଧ୍ୟରେ ଲେଖାଯାଏ। ଯୀଶୁ ଯେତେବେଳେ ଆଇ ଏମ୍ ପଦ ଶବ୍ଦକୁ ବ୍ୟବହାର କରନ୍ତି, ସେ ମୁଁ ପଦ ଶବ୍ଦର ସଂସ୍କୃତ ୱାର୍ଡ ହେଉଛି ଅହମ୍ ବୋଲି କୁହାଯାଏ। ଅହମ୍ ବୋଲେ ତାର ଅର୍ଥ ଏହା ନୁହେଁ ଯେ ଯୀଶୁ ସେ ଗର୍ବ କରିକି ସେ କହୁଛନ୍ତି। ଯେତେବେଳେ ଆମେ এই ପଦ ଶବ୍ଦକୁ ବ୍ୟବହାର କରେ, ମୁଁ କଲି ମୋର ଦ୍ୱାରା ଏଇଟା ହେଲା, ସେତେବେଳେ ସେଟା ଗର୍ବର ପଦ ଶବ୍ଦ ହୋଇଥାଏ। କିନ୍ତୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯେତେବେଳେ এই ପଦ ଶବ୍ଦକୁ ବ୍ୟବହାର କରନ୍ତି, ସେ ଗୋଟେ ଗର୍ବର ପଦ ଶବ୍ଦ ନୁହେଁ, କିନ୍ତୁ ଯୀଶୁ ଯାହା କରିଛନ୍ତି ସେ ସେଇଟା କହିଲେ ଏବଂ ଯାହା କଲେ ସେ ତାହା ହିଁ କହିଛନ୍ତି। ସେ ଯାହା କହିଛନ୍ତି ତାହା କରିଛନ୍ତି ଏବଂ ଯାହା କରିଛନ୍ତି ତାହା ହିଁ ସେ କହିଛନ୍ତି। ପ୍ରିୟ ମଣ୍ଡଳୀ, ଆଜିର ଶାସ୍ତ୍ରାଂଶରେ ମଧ୍ୟ ଆମେ ଯଦି ଦେଖୁ, ଯୀଶୁ ସେ 5000 ଲୋକଙ୍କୁ ସେ ଖୁଆଇଲେ। ସେଠି ଲେଖା ଅଛି 5000 ପୁରୁଷ ବୋଲି ଆକା ଲେଖା ଅଛି, ଆଉ ସେଟା ମଧ୍ୟ 5000 5ଟି ରୁଟି ଏବଂ 2ଟି ମାଛରେ ସେ ଖୁଆଇଲେ। ପ୍ରିୟ ମଣ୍ଡଳୀ, ଯୀଶୁ ଏ 5000 ଲୋକଙ୍କୁ କେଉଁଠାରେ ଖୁଆଇଲେ? ଇନ୍ ଦି ୱିଲ୍ଡରନେସ୍, ପ୍ରାନ୍ତର ମଧ୍ୟରେ, ଯୋଉଟା କି ମଶା ମଧ୍ୟ ସେ 40 ବର୍ଷ ପର୍ଯ୍ୟନ୍ତ ପ୍ରାନ୍ତରରେ ସେମାନଙ୍କୁ ପ୍ରତିପାଳନ କଲେ। ଯୀଶୁ ସେଥିପାଇଁ ଏଠି 29 ପଦରେ ମଧ୍ୟ ଲେଖାଯାଏ ଯେ ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ଈଶ୍ୱର ଯାହାକୁ ପ୍ରେରଣ କରିଅଛନ୍ତି ତାହାଙ୍କଠାରେ ବିଶ୍ୱାସ କରିବା ହିଁ ଈଶ୍ୱରଙ୍କର କାର୍ଯ୍ୟ ଅଟେ। ମୁଁ ଆଜି ସେଥିପାଇଁ କହୁଥିଲି ଯେ ଯୋହନଙ୍କର କି ଭେର୍ସ କଣ ବୋଲିକି, କି ଭେର୍ସ ହଉଛି ଫେଥ୍ ଇନ୍ ଖ୍ରାଇଷ୍ଟ। ଆରେ ଏଠି ଲେଖା ଅଛି 29 ପଦରେ ଯେ ତାହାଙ୍କଠାରେ ବିଶ୍ୱାସ କରିବା ହିଁ ଈଶ୍ୱରଙ୍କର କାର୍ଯ୍ୟ। ଆମେ ଈଶ୍ୱରଙ୍କର କାର୍ଯ୍ୟ କଣ? ଈଶ୍ୱରଙ୍କର କାର୍ଯ୍ୟ ହେଉଛି ଯେ ତାହାଙ୍କଠାରେ ବିଶ୍ୱାସ କରିବା, ତାଙ୍କଠାରେ ଭରସା କରିବା, ତାଙ୍କଠାରେ ଆଶା କରିବା, ଆଉ ସେଇଟା ହେଉଛି ଈଶ୍ୱରଙ୍କର କାର୍ଯ୍ୟ। ଏଠି ଯୋହନ 30 ପଦରେ କହନ୍ତି, ସେଥିରେ ସେମାନେ ତାହାଙ୍କୁ ପଚାରିଲେ, ତାହେଲେ ଆପଣ ଚିହ୍ନ ସ୍ୱରୂପ କଣ କରୁଅଛନ୍ତି ଯେ ତାହା ଦେଖି ଆମ୍ଭେମାନେ ଆପଣଙ୍କୁ ବିଶ୍ୱାସ କରିପାରୁ? ଭୟଙ୍କର ଡାଉଟ ବିଷୟ ଏଠି ମାନେ ଯୋହନ ଉଦ୍ଧୃତ କରୁଛନ୍ତି ତାଙ୍କରି এই ପୁସ୍ତକରେ। ସେ କହୁଛନ୍ତି ଯେ ଏଠି ମାନେ ଏଠି ଜିହୁଦୀ ଲୋକମାନେ ଆସିଲେ ଆରି ପଚାରୁଛନ୍ତି ଯେ ତମେ ଏଡି ବଡ ଜିନିଷ କଣ କରୁଛ? 5ଟି ରୁଟି 2ଟି ମାଛକୁ ତ 5000 ଲୋକ ଖୁଆଇଲ, ମାତ୍ର ମୂଷା ମଧ୍ୟ ସେମିତି କାମ କରିଛନ୍ତି। କିନ୍ତୁ ପ୍ରକୃତ ଈଶ୍ୱର ଯଦି ତମେ ଅଟ, ଯେଉଁ ପ୍ରତିଜ୍ଞାର ଈଶ୍ୱର, ଯେଉଁ ପ୍ରତିଜ୍ଞାର ମସିହ ଖ୍ରୀଷ୍ଟ ଏ ଜଗତକୁ ଆସିବେ, ଆଉ ଈଶ୍ୱର ତମକୁ ପ୍ରେରଣ କରିଛନ୍ତି ବୋଲି ଯଦି ତୁମେ କହୁଛ, ତେବେ ତୁମେ ଚିହ୍ନ ସ୍ୱରୂପ କଣ କହୁଛ? ଆମମାନଙ୍କୁ ଦେଖାଅ ବୋଲି ସେ କହୁଛନ୍ତି। ତେବେ ଆମେ ତୁମକୁ ବିଶ୍ୱାସ କରିବୁ ଯେ ତୁମେ ପ୍ରତିଜ୍ଞାର ଈଶ୍ୱର, ସେ ପ୍ରତିଜ୍ଞାର ଖ୍ରୀଷ୍ଟ, ପ୍ରତିଜ୍ଞାର ମାନେ ମସିହ ଅଟ। ପ୍ରିୟ ମଣ୍ଡଳୀ, ସେଥିପାଇଁ ମୋର ପ୍ରଥମ ପଏଣ୍ଟ ଆଜି ମୁଁ ରଖିବାକୁ ଚାହେଁ, ଦ ଡିମାଣ୍ଡ ଫର ସାଇନ୍ ଆଣ୍ଡ ହ୍ୟୁମାନ ଅନବିଲିଫ। The demand of sign and human unbelief, ମାନେ ଚିହ୍ନର ଡିମାଣ୍ଡ କରିବା, ଏହା ହେଉଛି ମନୁଷ୍ୟ ଅବିଶ୍ୱାସତା। ଆମେ ଯେତେବେଳେ ଚିହ୍ନ ଆମେ ଖୋଜିଥାଉ, ଆଶ୍ଚର୍ଯ୍ୟ କର୍ମ ଖୋଜିଥାଉ, ସେତେବେଳେ ସେ ଆଶ୍ଚର୍ଯ୍ୟ କର୍ମ ଯେତେବେଳେ ଆମେ ଖୋଜୁ, ସେଟା ପୁଣି ମନୁଷ୍ୟର ଅବିଶ୍ୱାସ, ପୁଣି ସେଟା ହେଉଛି ବେଶୀ ବଡ଼ ବିଷୟ। ଏଠି ମାନେ ବା ଜିହୁଦୀ ମାନେ ଏଠାରେ କହନ୍ତି, ସେମାନେ ୱିଟନେସ୍ କରୁଛନ୍ତି, ଦେ ଆର୍ ୱିଟନେସିଂ ଦି ଖ୍ରାଇଷ୍ଟ ମିରାକଲ। ସେମାନେ ପ୍ରକୃତରେ ଖ୍ରୀଷ୍ଟ ଯାହା
ପାଞ୍ଚଟି ରୁଟି ଦୁଇଟି ମାଛ ଯୋଉ ଆଶ୍ଚର୍ଯ୍ୟ କର୍ମ କରିଛନ୍ତି ସେଠି ସେ ୱିଟନେସ୍ ଦଉଛନ୍ତି, ହଁ ତମେ କରିଛ, ତୁମେ ନିଶ୍ଚୟ କରିଛ, କିନ୍ତୁ ମାନେ ଆରି ବଡ ବଡ ସାଇନା ମାନଙ୍କୁ ଦରକାର, ବଡ ବଡ ଆଶ୍ଚର୍ଯ୍ୟ କର୍ମ କର, ତେବେ ଆମେ ଯାଇ ତୁମ ଠାରେ ଆମେ କଣ କରିପାରିବୁ, ବିଶ୍ୱାସ କରିବୁ। ମୁଁ ପୁନର୍ବାର ଆପଣଙ୍କୁ ଦୋହରାଇବାକୁ ଚାହେଁ ଯେ ଯୋହନଙ୍କର ମୂଳ ଉଦ୍ଦେଶ୍ୟ ଲେଖିବାର ଏହି ଯୋଉ ସୁସମାଚାର ଫେଥ୍ ଇନ୍ ଖ୍ରାଇଷ୍ଟ, ଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କରିବା, ଖ୍ରୀଷ୍ଟଙ୍କ ଠାରେ ସନ୍ଦେହ କରିବା ନାହିଁ। ଆଜି ସେଥିପାଇଁ ମୁଁ ଆପଣମାନଙ୍କ ଠାରେ ଦୁଇଟି ବିଷୟ କହିବାକୁ ଚାହେଁ। ଜଣେ ବ୍ୟକ୍ତି ସେଥିପାଇଁ କହନ୍ତି ଯେ miracle alone do not produce saving faith or authentic faith। ମାନେ ଆଶ୍ଚର୍ଯ୍ୟ କର୍ମ କେବଳ ସତ୍ୟ ବିଶ୍ୱାସକୁ ଉତ୍ପନ୍ନ କରେ ନାହିଁ। ଆମେ ଅନେକ ସମୟରେ ଗୋଟେ ଆଶ୍ଚର୍ଯ୍ୟ କର୍ମ ଉପରେ ଆମେ ବିଶ୍ୱାସ କରିଥାଉ, ସେଇଟା ହିଁ ଈଶ୍ୱର ବୋଲି ଆମେ ଚିନ୍ତା କରିଥାଉ। ଆଶ୍ଚର୍ଯ୍ୟ କର୍ମ ଉପରେ ଆମର ଗୋଟେ ଏମିତି ହେଇଗଲାଣି ଯେ ସେ ଆଶ୍ଚର୍ଯ୍ୟ କର୍ମ କିଏ କରିଛନ୍ତି ତାର ଉପରେ ଆମର ମାନେ ଅଥେଣ୍ଟିକ ଫେଥ୍ ନାହିଁ, ମାତ୍ର ଯିଏ ୱାର୍ଡଲିରେ ଯାହାକୁ ଆମେ ଦେଖୁଛୁ ତାର ଉପରେ ଆମର ବିଶ୍ୱାସ ବେଶୀ ବଢି ଯାଉଛି। ମାନେ ଗଡ୍ ଜାଗାରେ ସେ ପ୍ରକୃତରେ ଗୋଟିଏ ପ୍ରଶଂସନୀୟ ହେଇଯାଇଛନ୍ତି ଆଜି, ଯିଏ କି ବହୁତ ସୁନ୍ଦର ବାକ୍ୟ କହେ, ଅନ୍ୟ ଲୋକମାନେ ତାକୁ ପ୍ରଭୁ କରି ଦେଖୁଛନ୍ତି, ପ୍ରଭୁ ବୋଲି ଭାବି ଦଉଛନ୍ତି। ଯିଏ କି ଆଶ୍ଚର୍ଯ୍ୟ କର୍ମ କରେ ତାକୁ ଆମେ ପ୍ରଭୁ ବୋଲି ଭାବି ଦଉଛୁ, କାରଣ ଆମେ ଆମର ଫେଥ୍ କୋଉଠି ରଖିଛୁ, ମିରାକଲ ଉପରେ। ସେଥିପାଇଁ ମୁଁ ଆପଣମାନଙ୍କୁ ଠାରେ କହିବାକୁ ଚାହେଁ ଯେ ମିରାକଲ alone do not produce saving faith ବା authentic faith। ଆଶ୍ଚର୍ଯ୍ୟ କର୍ମ କେବଳ ସତ୍ୟ ବିଶ୍ୱାସ ଉତ୍ପନ୍ନ କରେ ନାହିଁ। ଆଶ୍ଚର୍ଯ୍ୟ କର୍ମ ଗୋଟେ ସତ୍ୟ ବିଶ୍ୱାସ ଉତ୍ପନ୍ନ କରେ ନାହିଁ। ସେଥିପାଇଁ ଯୀଶୁ ଏଠି ତାଙ୍କର ଜନ୍ ଗସ୍ପେଲରେ ଯଦି ଆପଣ ଦେଖିବେ, ଜିସସ୍ କ୍ରିଟିକ୍ସ ଦି ସୁପରଫିସିଆଲ ଫେଥ୍ ଥ୍ରୁ ଆଉଟ୍ ଦି ଜନ୍ ଗସ୍ପେଲ। ଏ ଯୋହନ ସୁସମାଚାରର ସର୍ବତ୍ରରେ ଯୀଶୁ ସେ କ୍ରିଟିକ୍ସ କରିଛନ୍ତି, କୁ କ୍ରିଟିକ୍ସ କରିଛନ୍ତି ଯେ ସୁପରଫିସିଆଲ ଫେଥ୍, ଗୋଟେ ବାହିକ ବିଶ୍ୱାସ, ଏ ବାହିକ ବିଶ୍ୱାସକୁ ସେ କ୍ରିଟିସାଇଜ କରିଛନ୍ତି। ପ୍ରିୟ ମଣ୍ଡଳୀ, ଏ ସୁପରଫିସିଆଲ ଫେଥ୍କୁ ମୁଁ ସେଥିପାଇଁ ଆଜି ଆପଣମାନଙ୍କ ଠାରେ କହି ରଖିବାକୁ ଚାହେଁ ଯେ ଆମର ଫେଥ୍ ପ୍ରକୃତରେ ଅଥେଣ୍ଟିକ ଫେଥ୍ କି ପ୍ରକୃତରେ ସୁପରଫିସିଆଲ ଫେଥ୍, ଗୋଟେ ଫେକ୍ ଫେଥ୍। ମାର୍ଟିନ ଲୁଥର ସେ ବୁଝାଇବା ନିମନ୍ତେ କହନ୍ତି ଦୁଇଟି ଫେଥ୍ ଉପରେ। ଏକ ହେଉଛି ଏକ୍ୱାର୍ଡ ଫେଥ୍ ବା ସୁପରଫିସିଆଲ ଫେଥ୍ ବା ବାହିକ ବିଶ୍ୱାସ ବା ନିଜେ ଅର୍ଜନ କରିବା ବିଶ୍ୱାସ, ଆଉ ଆଉ ଗୋଟେ ଫେଥ୍ ହେଉଛି ସେଭିଂ ଫେଥ୍, ଅଥେଣ୍ଟିକ ଫେଥ୍ ଏବଂ ଗଡ୍ ଗିଭେନ୍ ଫେଥ୍। ଦ୍ୱିତୀୟରେ ସେ କହନ୍ତି ସେଭିଂ ଫେଥ୍, ଗୋଟେ ପ୍ରକୃତ ଫେଥ୍, ଅଥେଣ୍ଟିକ ସତ୍ୟ ବିଶ୍ୱାସ, ଯୋଉଟା କି ଗଡ୍ ଗିଭେନ୍ ଫେଥ୍। ଲୁଥର ସେ କହନ୍ତି ଯେ ବିଶ୍ୱାସ ଆମେ ଅର୍ଜନ କରିବାନି, ଦ ଫେଥ୍ ଇଜ ଅ ଗିଫ୍ଟ ଅଫ ଗଡ୍ ବୋଲି କହନ୍ତି। ଆମର ଜୀବନରେ ଯୋଉ ଅଥେଣ୍ଟିକ ଫେଥ୍ ଅଛି, ଏହା ପୁଣି ଈଶ୍ୱର ଐଶ୍ୱର୍ଯ୍ୟ ଦାନ ବୋଲି ସେ କହନ୍ତି। ମୁଁ ପ୍ରଶ୍ନ କରିପାରେ କି ଆପଣ ମାନଙ୍କୁ ଯେ ପ୍ରକୃତରେ ସୁପରଫିସିଆଲ ଫେଥ୍ କଣ ବା ନିଜେ ଅର୍ଜିତ ବିଶ୍ୱାସ କଣ ଏବଂ ପ୍ରକୃତରେ ଗୋଟେ ଅଥେଣ୍ଟିକ ଫେଥ୍ କଣ, କିଏ କହିପାରିବେ କି? ଟିକେ ଜଣେ ଲୋକ ଗୋଟେ ସୁପରଫିସିଆଲ ଫେଥ୍ ବୋଲେ କଣ, ଗୋଟେ ବାହିକ ବିଶ୍ୱାସ ମାନେ କଣ ଏବଂ ଗୋଟେ ସତ୍ୟ ବିଶ୍ୱାସ କଣ ଅଟେ? ଠିକ ଅଛି ପ୍ରିୟ ମଣ୍ଡଳୀ, ସୁପରଫିସିଆଲ ଫେଥ୍ ଏବଂ
বা বাহিক বিশ্বাস এবং প্রকৃতরে সত্য বিশ্বাস ডিফরেন্সেস ଆମେ ଗଲିଆଥ ଏବଂ ଡ୍ୟାଭିଡଙ୍କର ଏକ୍ସାମ୍ପଲ ଦ୍ୱାରା ଆମେ ଜାଣିପାରିବା। ଗଲିଆଥ ସେ ଯେତେବେଳେ ଡ୍ୟାଭିଡକୁ ଦେଖିଲା, ସେ ଦେଖିକି ସେ କହିଲା ଯେ ଏତେ ବଡ ଛୋଟ ପିଲା ମତେ ମାରିବାକୁ ଆସିଛି, ତୋତେ କିଛି ନାହିଁ, ଏବେ ମାରିକି କୁକୁର ମାନଙ୍କୁ ତୋତେ ଖୁଆଇଦେବି, ତୋତେ ମାରିଦେବି ମୁଇଁ। ତାର ବିଶ୍ୱାସ ଅଛି, ଏକ୍ୱାର୍ଡ ଫେଥ୍, ତାର ନିଜର ଉପରେ ନିଜେ ବିଶ୍ୱାସ କରୁଛି ଯେ ଆକୁ ଏଡେ ବଡ ରାଜା ମହାରାଜା ଯୋଦ୍ଧା ସମ୍ରାଟ ମାନଙ୍କୁ ଯଦି ମୁଇଁ ପରାସ୍ତ କରିଛି, ଇଏ ଗୋଟେ ଛୋଟ ପିଲା ଗଲିଆଥ, ଗୋଟେ ଛୋଟ ଛୋଟ, ତାର ପାଖରେ କିଛି ନାହିଁ, ସେ ଆଉ ସେ ପିଲାକୁ ମୁଇଁ କଣ ମାରିପାରିବି ନାହିଁ କି? ବୋଲେ କେତେ ହେୟ ଜ୍ଞାନ। ଏଇଟାକୁ କୁହାଯିବ ଯେ ଗୋଟେ ଏକ୍ୱାର୍ଡ ଫେଥ୍, ନିଜେ ଅର୍ଜନ କରିବା ବିଶ୍ୱାସ। ଅନେକ ସମୟରେ ଆମେ ମାନେ ମଧ୍ୟ ଏଇଟା ଚୁଟକିରେ ମୁଁ କରିଦେବି, ଏଇଟା ବିଶ୍ୱାସ ଏବେ କରିଦେବି, ମାତ୍ର ସେଇଠି ଫେଲ୍ ମାରିଦେବୁ ଆମେ, ସେଟାକୁ କହିବେ ସୁପରଫିସିଆଲ ଫେଥ୍। କିନ୍ତୁ ଡ୍ୟାଭିଡ ସେ କହିଲା ଯେ ମୁଁ ଈଶ୍ୱରଙ୍କର ସାହାଯ୍ୟରେ ଆଜି ମୁଇଁ ତୋତେ ମାରିବି। ଇଟ୍ ଇଜ ଦ ଗଡ୍ ଗିଭେନ୍ ଫେଥ୍। ମୁଇଁ ମୋର ସାହାଯ୍ୟରେ, ମୋର ଶକ୍ତିରେ, ମୋର ବଳରେ, ମୋର ବୁଦ୍ଧିରେ, ମୋର ଜ୍ଞାନରେ ମୁଇଁ ତୋତେ ପରାସ୍ତ କରିବି ନାହିଁ, କିନ୍ତୁ ଈଶ୍ୱରଙ୍କର ସାହାଯ୍ୟରେ, ଦି ହେଲ୍ପ ଅଫ ଗାଡ୍, ଦ ଗାଡ୍ସ ହେଲ୍ପ। ଐଶ୍ୱର୍ଯ୍ୟ ଶକ୍ତି, ଐଶ୍ୱର୍ଯ୍ୟ ବିଶ୍ୱାସ ସେମିତି ଅଟେ ଯେ ମୋର ଶକ୍ତି ମୋର ବଳ ଦ୍ୱାରା ନାହିଁ, ଈଶ୍ୱରଙ୍କର ବଳ, ଈଶ୍ୱରଙ୍କର ଶକ୍ତି, ଈଶ୍ୱରଙ୍କର ସେ ବଳ ଊର୍ଜା ଦ୍ୱାରା ମୁଇଁ ତୋତେ ପରାସ୍ତ କରିବି ବୋଲି ସେ ଦିନ ଡ୍ୟାଭିଡ ସେ କହିଥିଲେ। ପ୍ରିୟ ମଣ୍ଡଳୀ, ମୁଁ ସେଥିପାଇଁ ଆଜି ମୁଁ ଆପଣମାନଙ୍କ ଠାରେ କହି ରଖିବାକୁ ଚାହେଁ, এইଠି ମଧ୍ୟ ଯେତେବେଳେ ଯୀଶୁଙ୍କୁ ଆସିକି ପ୍ରଶ୍ନ କରୁଛନ୍ତି ଗୋଟେ ବଡ ମିରାକଲ ଦେଖାଅ, ତେବେ ଆମେ ତୁମଠୁ ବିଶ୍ୱାସ କରିବୁ। ଏଇଟା ହଉଛି ସୁପରଫିସିଆଲ ଫେଥ୍। ସୁପରଫିସିଆଲ ଫେଥ୍ ସେଇଟା ବାହିକ ବିଶ୍ୱାସ। ମୁଇଁ ଦେଖିଲେ ବୋଲେ ମୁଇଁ ବିଶ୍ୱାସ କରିବି, ନ ଦେଖିଲେ ନାହିଁ। ପ୍ରେମଣ୍ଡଳୀ, ଆମେ କେଉଁ ଫେଥରେ ଅଛୁ? ଆଜି ମୁଁ ଆପଣମାନଙ୍କ ଠାରେ ପ୍ରଶ୍ନ କରିବାକୁ ଚାହେଁ, ହ୍ୱାଟ ଇଜ ଦି ଅଥେଣ୍ଟିକ ଫେଥ୍? କଣ ଆଜି ଆମେ ବର୍ତ୍ତମାନ ଆମର ଫେଥ୍ କଣ ପ୍ରକୃତରେ, ଏ ଯେ ଖ୍ରୀଷ୍ଟିଆନ ଭାବରେ ଆମର ଫେଥ୍ କୋଉଠି ଅଛି? ଆମେ କଣ ଫେଥ୍ କରୁଛୁ? ଆମର ବିଶ୍ୱାସ କଣ? ଜଣେ କିଏ କହିବେ କି? ଜଣେ କିଏ କହିବେ କି ଆମର ଫେଥ୍ କଣ ପ୍ରକୃତରେ? ଆମର ଅଥେଣ୍ଟିକ ଫେଥ୍ ବୋଲି ଭାବୁଛ, ଆମର ଫେଥ୍ କଣ ପ୍ରକୃତରେ? ଆମର ଖ୍ରୀଷ୍ଟିଆନ ଫେଥ୍ କଣ? ଜଣେ ଲୋକ କୁହନ୍ତୁ, ଭୁଲ ବି ହଉ ଠିକ ବି ହଉ କୁହନ୍ତୁ। ଈଶ୍ୱରଙ୍କର, ଯୀଶୁଙ୍କର ଜନ୍ମ, ପୁନରୁତ୍ଥିତ, ଏଟା ହଉଛି ଆମର ବିଶ୍ୱାସ। Oh, very good. Excellent. The authentic faith ସେଇଟା ଆମର authentic faith, not a power of Jesus, the power of God. ଆମେ ଜଷ୍ଟ ଲାଇକ୍ ଗୋଟେ ପାୱାର ଅଫ ଗଡ୍ କୁ ଦେଖିକି ଏଇଟା ଈଶ୍ୱର ବୋଲି ଆମେ କହିବାର ଆବଶ୍ୟକ ନାହିଁ କି ଆମର ଫେଥ୍ ସେତେ ୱିକ୍ ନାହିଁ। କିନ୍ତୁ ଆମର ଫେଥ୍ ହଉଛି ବିଲିଭ୍ ଇନ୍ ଖ୍ରାଇଷ୍ଟ ପ୍ରି ଏକ୍ଜିଷ୍ଟେନ୍ସ। ଖ୍ରୀଷ୍ଟଙ୍କର ସେହି ପୂର୍ବ ଅସ୍ତିତ୍ୱକୁ ବିଶ୍ୱାସ କରିବା ହେଉଛି ଅଥେଣ୍ଟିକ ଫେଥ୍। ଯୀଶୁ ଏଇ ଜଗତରେ ଆସିଲେ ଯେ ସେତିକି ଆମର ଫେଥ୍ ନାହିଁ, ପ୍ରି ଏକ୍ଜିଷ୍ଟେନ୍ସ ଅଫ ଗଡ୍। ସେଇ ଯୀଶୁ ସେ ସେଥିପାଇଁ ଯୋହନ 1:1 ଆଦ୍ୟରେ ବାକ୍ୟ ଥିଲେ, ବାକ୍ୟ ଈଶ୍ୱରଙ୍କ ସଙ୍ଗରେ ଥିଲେ, ସେଇ ବାକ୍ୟ ଈଶ୍ୱର ଥିଲେ, ସେ ଆଦ୍ୟରେ ଈଶ୍ୱରଙ୍କର ସହିତ ରହିଲେ, ସେଥିପାଇଁ ସେହି ବାକ୍ୟ ଦେହବନ୍ତ ହେଲେ, ମନୁଷ୍ୟ ରୂପ ଧାରଣ କଲେ। It is the authentic pre-existence of God. Believe in Christ, the pre-existence of God. ଆମର ଫେଥ୍ ସେଇଠି ରହିବା ଦରକାର। ପ୍ରିୟ ମଣ୍ଡଳୀ, ଆମେ ଆଜିକାଲି ଆମେ ବିଭିନ୍ନ ଲୋକ ଉପରେ, ପ୍ରଚାରକ ଉପରେ, ସୁସ୍ଥତା ଉପରେ, କି ଅନ୍ୟ 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 ବିଷୟରେ, ଧନ ସମ୍ପତ୍ତି ମାନ ସମ୍ମାନ ଉପରେ ଆମର ଫେଥ୍ ଅଛି। ପ୍ରଭୁ ଆକୁ ଏଡେ ବଡ କଥା କରିଦେଲେ, ଆକୁ ଏଡେ ବଡ କୋଟିପତି କରିଦେଲେ, ଆକୁ ଏଡେ ବଡ ଗାଡି ଦେଇଦେଲେ, ଆକୁ ଏଡେ ବଡ ଏମିତି କରିଦେଲେ, ସେଇଠି ଆମର ଫେଥ୍ ଅଛି। ବଟ୍ ଏଇ ଫେଥ୍ ହଉଛି ସୁପରଫିସିଆଲ ଫେଥ୍। এই ଫେଥ୍ ଦ୍ୱାରା ଆମର ଯୋଉ ଖ୍ରୀଷ୍ଟୀୟ ଜୀବନ ସଷ୍ଟେନ୍ କରିପାରିବା ନାହିଁ। ଆମର ଫେଥ୍ ହଉଛି ପ୍ରି ଏକ୍ଜିଷ୍ଟେନ୍ସ ଅଫ ଗଡ୍, ମାନେ ଯୀଶୁଙ୍କର ପୂର୍ବ ଅସ୍ତିତ୍ୱ କଣ ଥିଲା ସେଇଠି ଆମେ ବିଶ୍ୱାସ କରିବା। ବିଲିଭ୍
इन ख्राइस्ट इनकार्नेशन ଯୀଶୁଙ୍କର ଦେହ ଧାରଣ ଉପରେ ଆମେ ବିଶ୍ୱାସ କରିବା। ଯୀଶୁ ମୋ ନିମନ୍ତେ ସ୍ୱର୍ଗର ପ୍ରତ୍ୟେକ ସୁଖକୁ ପରିତ୍ୟାଗ କରି ମାନବ ରୂପ ସେ ଧାରଣ କରିଅଛନ୍ତି। ସେ ଐଶ୍ୱର୍ଯ୍ୟ କ୍ୟାରେକ୍ଟର ଚରିତ୍ର ସ୍ୱଭାବକୁ ସେ ପରିତ୍ୟାଗ କରି ଗୋଟେ ହ୍ୟୁମାନ୍ ହେଇ ଗୋଟେ ମାନବ ହେଇ ଏ ଜଗତରେ ଆସିଲେ। ସେଇଠି ଆମର ଫେଥ୍ ରହିବା ଦରକାର। ଖ୍ରାଇଷ୍ଟ ଇନକାର୍ନେସନ ହେଉଛି ଏକ ବ୍ୟୁଟିଫୁଲ ବଡି ଅଫ ଗଡ। ବ୍ୟୁଟିଫୁଲ ବଡି। ଆମେ ଯୋଉ ବଡି ଧରିଛୁ ଖ୍ରାଇଷ୍ଟ ଆସିଲେ ସେଇ ବଡିରେ। ଆରେ ସେ ଆସିବାର ଉଦ୍ଦେଶ୍ୟ ହେଉଛି ଯେ ତାଙ୍କଠାରେ ବିଶ୍ୱାସ କରୁଥିବା ଲୋକମାନେ ମଧ୍ୟ ସେହି ହେଭେନଲି ବଡି ଖ୍ରାଇଷ୍ଟ ବଡି ଯେପରି ଧାରଣ କରିବେ। ଆରେ ସେଇଠି ଆମେ ବିଶ୍ୱାସ କରିବା ଦରକାର ପ୍ରିୟ ମଣ୍ଡଳୀ। ଖ୍ରୀଷ୍ଟଙ୍କର ଇନକାର୍ନେସନରେ ଆମର ଫେଥ୍ ରହିବା ଦରକାର। ଆରେ ସେଇଟା ହେଉଛି ପ୍ରକୃତ ଅଥେଣ୍ଟିକ ଫେଥ୍। ପ୍ରକୃତ ସତ୍ୟ ବିଶ୍ୱାସ ଅଟେ। ଏବଂ ଆମର ସତ୍ୟ ବିଶ୍ୱାସ କଣ? ଫେଥ୍ ଇନ୍ ଖ୍ରାଇଷ୍ଟ ଡେଥ୍ ଅନ୍ କ୍ରସ୍। ଆମର ବିଶ୍ୱାସ କଣ ହେବା ଦରକାର? ସେ କ୍ରୁଶ ଉପରେ ଯୀଶୁ ଯେ ମୋ ନିମନ୍ତେ ମୃତ୍ୟୁ ଭୋଗ କଲେ, ମୋର ପାପ ନିମନ୍ତେ ମୃତ୍ୟୁ ଭୋଗ କଲେ, ତାହା ହେଉଛି ଅଥେଣ୍ଟିକ ଫେଥ୍। କ୍ରୁଶ ଉପରେ ଯୀଶୁ ଆପଣା ଜୀବନ ଦେଇ ଅଛନ୍ତି। এই ଜଗତ ନିମନ୍ତେ ଆମ ପ୍ରତ୍ୟେକଙ୍କ ନିମନ୍ତେ ସେ ଆପଣା ଜୀବନ ଦେଇ ଅଛନ୍ତି। ସେଇଟା ହେଉଛି ଅଥେଣ୍ଟିକ ଫେଥ୍। ଆମର ଅଥେଣ୍ଟିକ ଫେଥ୍ ପ୍ରିୟ ମଣ୍ଡଳୀ। ତତ୍ସହିତ ମଧ୍ୟ ବିଲିଭ୍ ଇନ୍ ଖ୍ରାଇଷ୍ଟ ରିଜରେକ୍ସନ। ସେ ମୃତ୍ୟୁରୁ ତୃତୀୟ ଦିବସରେ ପୁନରୁତ୍ଥିତ ହୋଇଅଛନ୍ତି। ଆଉ ସେଇଠି ଆମେ ମାନେ କଣ ବିଶ୍ୱାସ କରିବା ଦରକାର। ସେଥିପାଇଁ ସେଇଠି କହନ୍ତି ଜହନ 11:25 I am the resurrection and life ବୋଲିକି। ମୁଁ ପୁନରୁତ୍ଥାନ ଓ ଜୀବନ। ଯେ ମୋ ଠାରେ ବିଶ୍ୱାସ କରେ ସେ ଯଦ୍ୟପି ମରେ ତଥାପି ସେ ବଞ୍ଚିବ। କେଡ଼େ ବଡ଼ ଫେଥ୍ରେ ଆମେ ବଞ୍ଚୁଛୁ। ଖ୍ରାଇଷ୍ଟ ରିଜରେକ୍ସନରେ ଯୀଶୁ ଯେ ପୁନରୁତ୍ଥିତ ହୋଇଅଛନ୍ତି, ତେବେ ଆମେମାନେ ମଧ୍ୟ ମୃତ୍ୟୁ ହେଲେ ଆମେମାନେ ମଧ୍ୟ ଗୋଟେ ଦିନ ସେମିତି ଉଠିବା। ଖ୍ରୀଷ୍ଟଙ୍କର ଆଗମନରେ ଉଠିବା। ଖ୍ରୀଷ୍ଟଙ୍କ ପରି ହୋଇ ଉଠିବା। ପ୍ରିୟ ମଣ୍ଡଳୀ, ବିଲିଭ୍ ଇନ୍ ଖ୍ରାଇଷ୍ଟ ଏସେନ୍ସିଆଲ। ଖ୍ରୀଷ୍ଟଙ୍କର ସେହି ସ୍ପର୍ଗାରୋହଣରେ ଆମେ ବିଶ୍ୱାସ କରିବା ଦରକାର। ଯୀଶୁ ସେ ସ୍ପର୍ଗାରୋହଣ କରିଅଛନ୍ତି। ସେ ଉର୍ଦ୍ଧ୍ୱକୁ ନୀତ ହୋଇଅଛନ୍ତି। ସେଇଠି ଆମେ ବିଶ୍ୱାସ କରିବା ଦରକାର। ଶେଷରେ ବିଲିଭ୍ ଇନ୍ ଖ୍ରାଇଷ୍ଟ ସେକେଣ୍ଡ କମିଂ। ସେ ପୁନର୍ବାର ସେ ଆମମାନଙ୍କ ନିମନ୍ତେ ଏହି ଜଗତ ମଧ୍ୟରେ ଆସିବେ। ବିଚାର କରିବା ନିମନ୍ତେ ଆସିବେ। ସେଥିପାଇଁ ଆମେ ଗୀତ ଗାଇଥାଉ, ପ୍ରଭୁ ଯୀଶୁ ଏ ଯୁଗାନ୍ତେ ବିଚାର କରିବା ନିମନ୍ତେ ଏ ଜଗତରେ ଆସିବେ। ଦ ବିୟୁଟିଫୁଲ ଫେଥ୍। ଆମେ ମୃତ୍ୟୁ ହେଲେ ସୁଦ୍ଧା ଯୀଶୁ ଏଇ ଜଗତରେ ଆମେ ଏଇ ଜଗତରେ ଯାହା କର୍ମ କରିଛୁ ସେ କର୍ମର ବିଚାର କରିବା ନିମନ୍ତେ ସେ ଦ୍ୱିତୀୟ ଆଗମନ କରିବେ। ଆଇ ହ୍ୟାଭ୍ ଫେଥ୍ ଇନ୍ ଦ୍ୟାଟ୍। ମୁଁ ସେଇଠି ବିଶ୍ୱାସ କରୁଛି। ହ୍ୱାଟ ଏଭର ମେ ବି ଇନ୍ ଦିସ୍ ୱାର୍ଲଡଲି ଲାଇଫ୍। এই ଜାଗତିକ ଜୀବନ ଯାହା ବି ହେଇଯାଉ, ମୁଁ ବଡ଼ ଧନୀ ହେଇକି ମରିଯିବି କି ଗୋଟେ ଦରିଦ୍ର ହେଇକି ବି ମରିଯିବି, ବଟ୍ ଆଇ ହ୍ୟାଭ୍ ଫେଥ୍ ଇନ୍ ଦି ସେକେଣ୍ଡ କମିଂ। ମୋର ଦ୍ୱିତୀୟ ଆଗମନରେ ମୁଁ ବିଶ୍ୱାସ କରୁଛି। କାରଣ ସେ ଦ୍ୱିତୀୟ ଆଗମନରେ ସେ ମତେ ମୋର କର୍ମ ଅନୁସାରେ ସେ ଫଳ ଦେବେ। ପ୍ରିୟ ମଣ୍ଡଳୀ, ସେ କି ଫଳ ଦେବେ ନା ଫେଥ୍ର ଫଳ ଦେବେ। ସେଥିପାଇଁ ସେ କହନ୍ତି ଜହନ 3 ପର୍ବ ତାର 18 ପଦ ମଧ୍ୟରେ, ଯେ ତାହାଙ୍କ ଠାରେ ବିଶ୍ୱାସ କରେ ସେ ବିଚାରିତ ହୁଏ ନାହିଁ। ଯେ ତାହାଙ୍କ ଠାରେ ବିଶ୍ୱାସ କରେ ନାହିଁ ସେ ବିଚାରିତ ହୋଇ ସାରିଲାଣି। ବିୟୁଟିଫୁଲ। ଆମେ ଖ୍ରୀଷ୍ଟଙ୍କ ଠାରେ ଯୋଉ ବିଶ୍ୱାସରେ ଆମେ ଜୀବନକୁ କାଟୁଛୁ,
से फेथ पुणी प्रकृत रे आमे विचारित हो जाइछु पुणी फेथ रे मतलब जो विश्वास करू नाहांती ओ अर्थात सुपरफिशियल फेथ तमे आश्चर्य कर्म कले आका मुई विश्वास करिबी तमे एमती कले आका मुई विश्वास करिबी तमे सेमती हेले आका विश्वास आई डोंट नीड दैट मते आवश्यक नाही से ऊपरे मात्र हमर फेथ ऑथेंटिक सुपरफिशियल फेथ हेबा को दरकार नाही ऑथेंटिक फेथ गॉड गिवन फेथ सेविंग फेथ हमर फेथ सेठी आमे रखिछु अरे सेई फेथ रे आमे सब बेले हमर ख्रीष्टीय जीवन को आमे जापन करिबार आवश्यक अछि प्रिय मंडली ए जगत रे बंचु बंचु जदि आम्भे माने लुथर कहंती ट्रस्ट एंड फेथ एलोन मेक्स गॉड एंड आइडल बोली करी से कहंती आमी जदि ट्रस्ट करूछु फेथ करूछु तेबे सेटा एका पुणी प्रकृत रे गोटे ईश्वर हो पारिबो न हेले पुणी गोटे आइडल गोटे प्रतिमा हो पारिबो एबे मोर मोर होल लाइफ पाई मि का ऊपर भरोसा करूछि के कोई पारिबे कि हमरो हमरो पूर्ण जीवन हमरो होल लाइफ मु 60 वर्ष कि 70 वर्ष मु जगत रे कि 80 वर्ष कि 100 वर्ष बंचिबी मु कार ऊपर ट्रस्ट करी मु बंचुछि मु का ऊपर भरोसा करी बंचुछि कोन धन ऊपर हां धन ऊपर आमे विश्वास करी मनी ऊपर आमे मामन मामन बोली कहबे ताको मामन ऊपर आमे विश्वास करी आमे बंचुछु अरे जेते बेले मामन ऊपर आमे जदी विश्वास करी बंचुछु तेबे हमर फेथ होची मामन ऊपर हमर ट्रस्ट होची मामन ऊपर जे एई टंका एई धन एई संपत्ति मोर जीवन सारा मते सहाय्य करिवो मते प्रतिपालन करिवो बोली किंतु ट्रस्ट एवं फेथ जदी तेबे से जो फेथ अछि से जो विश्वास अछि टंका धन संपत्ति ऊपर से आका हमर गॉड कारण आमे सबु ट्रस्ट सबु फेथ हमरो जीवन यापन करिवार प्रत्येक सेठी आमे भरोसा एवं विश्वास करूछु तेबे हमर गॉड से आका हे पारिबो अन्य हमर जो ऑथेंटिक गॉड अछंती ख्रीष्ट जीसु ईश्वर से केबे हे पारिबे नै आमे अनेक समय रे आमे केमती करूछु आजिरो जगत रे पिला माने भी अछंती यंग पिला माने लर्नर मानकु लर्निंग मोटिवेशनल स्पीकर ग्रेट ग्रेट लर्नर हे गलेनी अन्य ठू प्रभु पुली मानुछंती से मानकु एते बड़ से मानकु कर देई छंती ताकर माने पूर्ण जो विश्वास अछि विश्वास गोटे टीचिंग ऊपर रही जाइछि गुट लोग शिक्षा देले से शिक्षा ऊपर एका हमर पूर्ण विश्वास से व्यक्ति ऊपर हमर पूर्ण विश्वास अनेक लोक विजडम ऊपर तांकर पूर्ण विश्वास ज्ञान बुद्धि थिबो बोले ए जगत रे बढ़िया सस्टेन करि हेबो बढ़िया जीवन काटी हेबो हमें सेमती लाइफ काटी दउछु आज हमें सब ट्रस्ट हमर ज्ञान हमर बुद्धि ऊपर कि लोकर ज्ञान लोकर बुद्धि ऊपर अन्य जनर ज्ञान अन्य जनर बुद्धि ऊपर हमर पावर मध्ये माने अनेक समय रे पावर रे थिले मते सब लोक डरिबे पावर रे थिले मते समस्त कोन करिवे सम्मान आतिथ्य करिवे प्रेस्टीज मिलबो मते तबे से पावर का हमर पय गोटे गाडे पॉलिटिकल लोक मान को पय सेतबे अनेक लोकन को सीएम पीएम अनेक प्रेसिडेंट मान को मोर प्रभु से बोली कहउछंती कारण तांकर भरोसा जे आकु छाड़ी देले मु यार जीवन यापन करला रे वैल्यू किछि नै मु मोर जीवन मते पूरा खराब ही जीव मोर लाइफ बोली कर सेवन भावंती नॉट ट्रस्ट इन गॉड नॉट फेथ इन गॉड तांकर फेथ से प्रेस्टीज ऊपरे से धन ऊपरे से ज्ञान ऊपरे से पावर ऊपरे प्रिय मंडली आज सेति भाई मु आपण मान को ठारे कहबा चाहे आपनकर फेथ कोठी अछि आपनकर विश्वास केमती से लुथर गोटे विषय कहंती ट्रू गॉड इज ए इटर्नल गुड सत्य ईश्वर बोली जाको भाबुछ से तुमरो अनंत कालीन भलो से चिंता करि पारिबे पुनी false god मध्य which we seek help comfort and salvation in its own work बोली कर से कहंती false god से जोठी कि आमे नै कि आमे निजे सहाय्य मुई निजे सहाय्य करबी मते अन्य लोक माने सहाय्य करिवे मते कंफर्ट देबे मते परित्राण मोर निजर कार्य ऊपर हेबो मोर निजर भल कार्य जदि करली मुई तबे परित्राण पाइबी बोली कि आमे जते बेले फेथ करूछु निजर ऊपर निजे भल काम करबी निजे भल रहबी निजे मुई शांति पाइबी सहाय्य पाइबी बोली जते आमे कहूछु प्रिय मंडली
ସେତେବେଳେ ଆମେ ଫଲ୍ସ ଗାର୍ଡ को ଆମେ ଧରିଛୁ, ଆମେ ଭୁଲ ଗାର୍ଡ को ଧରି ଦେଇକରି ଭାବୁଛୁ ଯେ ମୁଁ ପ୍ରକୃତରେ ସତ୍ୟ ଈଶ୍ୱରଙ୍କୁ ଧରିଛି ବୋଲିକି। ଆଜିର ଏହି ଲୋକମାନେ ମଧ୍ୟ ଜିହୁଦୀ ମାନେ ମଧ୍ୟ 30 ପଦରେ ଯଦି ଦେଖିବେ ଆପଣ ମାନେ, ସେ ପଚାରୁଛନ୍ତି ଚିହ୍ନ ସ୍ୱରୂପେ ତୁମେ କଣ ବଡ କାମ କରିବ ଯେ ଆମେ ତୁମଠାରେ ବିଶ୍ୱାସ କରିବୁ। ପ୍ରକୃତରେ ସେଇଠି ସେ ପ୍ରତିଜ୍ଞାର ଈଶ୍ୱର ସାମନାରେ ଅଛନ୍ତି, ତାଙ୍କୁ ସେ ଚିହ୍ନି ପାରୁନାହାନ୍ତି। ସାମନାରେ ସେ ପ୍ରତିଜ୍ଞାର ଈଶ୍ୱର ଅଛନ୍ତି, ଈଶ୍ୱର ଯାହାଙ୍କୁ ସେ ପଠାଇଲେ, ଯେ କି ସେ ମାନେ ଦେହ ଧାରଣ କରି ଜଗତକୁ ଆସିଛନ୍ତି, ସେ ଲୋକମାନଙ୍କ ନିମନ୍ତେ ଆସିଛନ୍ତି, ସାମନାରେ ଅଛନ୍ତି, ତାଙ୍କୁ ଚିହ୍ନି ପାରୁନାହାନ୍ତି, ତାକୁ ବୁଝି ପାରୁନାହାନ୍ତି। ଆରେ ସେ କହୁଛନ୍ତି ଚିହ୍ନ ଆମକୁ ଦରକାର ବୋଲିକି। ସେଥିପାଇଁ ମୁଁ କହୁଛି ଆଥେଣ୍ଟିକ ଫେଥ ଦରକାର ଅଛି, ସୁପରଫିସିଆଲ ଫେଥ ନାହିଁ, ଏକ୍ୱାର୍ଡ ଫେଥ ନାହିଁ। ନିଜେ ଜ୍ଞାନ ବୁଦ୍ଧି ରିଜନ ରେ ଆମେ ମାନେ ଈଶ୍ୱରଙ୍କୁ ଖୋଜି ପାରିବା ନାହିଁ। ସେଥିପାଇଁ ମାର୍ଟିନ ଲୁଥର କହନ୍ତି ଯେ ସେ କଣ କହନ୍ତି, ଅନେକ ସମୟରେ ପୁଣି ଆମେ ଯାହାକୁ ଈଶ୍ୱର ବୋଲି ଭାବୁଥିବୁ ସେଟା ପ୍ରକୃତରେ ଈଶ୍ୱର ନୁହନ୍ତି ପୁଣି। କାହିଁକି ନା ନିଜର ଜ୍ଞାନରେ, ନିଜର ବୁଦ୍ଧିରେ, ନିଜର ବଳରେ, ନିଜର ଶକ୍ତିରେ ଆମେ ଈଶ୍ୱରଙ୍କୁ ଖୋଜିଲେ ପୁଣି ପାଇପାରିବା ନାହିଁ। ମାତ୍ର ଯେତେବେଳେ ଆମର ଜ୍ଞାନ ବୁଦ୍ଧି ଏଣ୍ଡ ହେଇଯିବ, ସେତେବେଳେ ପୁଣି ପ୍ରକୃତ ଈଶ୍ୱରଙ୍କର ମାନେ ମାନେ ଆରମ୍ଭ ହେବ। ପୁଣି ସେ ଆମେ ନିଜର ବୁଦ୍ଧି ନିଜର ଜ୍ଞାନରେ ଆମେ ଈଶ୍ୱରଙ୍କୁ ଖୋଜି ପାରିବା ନାହିଁ, କି ଜାଣିପାରିବା ନାହିଁ, ବୁଝିପାରିବା ନାହିଁ। ମାତ୍ର ଯେତେବେଳେ ଆମର ସବୁ ସରିଯିବ, ଆରେ ଆରେ ଯୋଉଟା କି ଦୁର୍ବଳ ବୋଲି ଆମେ ଖୋଜି ପାରିବା ନାହିଁ, ବୁଝିପାରିବା ନାହିଁ, ସେଟା ଏକା ଈଶ୍ୱର ପୁଣି। God is very big and God is very small. God ଏତେ ସର୍ବାତିକ୍ରମୀ ଅଟନ୍ତି ଯେ ତାଙ୍କର ପାଖରେ ପହଞ୍ଚି ପାରିବା ନାହିଁ। God ଏତେ ସାନ ଯେ ଆମେ ସେତିକି ସାନ ହେଇପାରିବା ନାହିଁ। God କୁ ବୁଝିବାଟା ବେଶୀ ବଡ ବିଷୟ। ସେଥିପାଇଁ ମୁଁ କହିବାକୁ ଚାହେଁ authentic faith ଦ୍ୱାରା ହିଁ ଆମେ ମାନେ God କୁ ବୁଝିପାରିବା ଏବଂ ଜାଣିପାରିବା। ପ୍ରିୟ ଈଶ୍ୱରଙ୍କର ଲୋକମାନେ, ଆଜି ମୁଁ ସେଥିପାଇଁ ଆପଣମାନଙ୍କ ଠାରେ କହି ରଖିବାକୁ ଚାହେଁ, ସେଇ ଅସତ୍ୟ ଈଶ୍ୱରଙ୍କୁ ଆମେ ମାନେ କଣ କରିବାକୁ ପଡିବ, ସତ୍ୟ ଫେଥରେ ଖୋଜିବାକୁ ପଡିବ, ତେବେ ବି ଆମେ ତାହାଙ୍କୁ ପାଇପାରିବା। ସମୟ ମଧ୍ୟ ହେଇଗଲାଣି, ଆରେ ଗୋଟେ 3ଟି ପଏଣ୍ଟ ଥିଲା, ମୁଁ ଆଜି କହିପାରିବି ନାହିଁ ପରି ଲାଗୁଛି। ତେଣୁ ପ୍ରିୟ ମଣ୍ଡଳୀ, ଆଜି ଆମେ ମାନେ ସମସ୍ତେ ସେଇ ଗଡ, ଯୋଉ ଗଡ କି ସେ ପ୍ରକୃତରେ ଇନକାର୍ନେସନ ହେଇଛନ୍ତି, ସେ କ୍ରୁଶରେ ମୃତ୍ୟୁବରଣ କରିଛନ୍ତି, ପୁନରୁତ୍ଥିତ ହୋଇଛନ୍ତି, ସ୍ପର୍ଗାରୋହଣ କରିଛନ୍ତି, ସେକେଣ୍ଡ କମିଂ ଦ୍ୱିତୀୟ ଆଗମନ କରିବେ। ସେଇଠି ଯଦି ଆମେ ବିଶ୍ୱାସ କରୁଛୁ, ସେତେବେଳେ ପ୍ରକୃତରେ ଆମେ ସେ ଅଥେଣ୍ଟିକ ଫେଥ କୁ ଆମେ ପାଉଛୁ। ଆରେ ସେଇଟା ହିଁ ଆମମାନଙ୍କର ପାଇଁ ଏକ ଜୀବନ୍ତ ଆହାର ଅଟେ, ଜୀବନ୍ତ ଆହାର ସେଇଟା ହିଁ। ଓ ସେଥିପାଇଁ ସେ 31 ପଦରେ କହନ୍ତି, ଆପଣ କଣ ସାଧନ କରୁଅଛନ୍ତି? ଆମମାନଙ୍କର ପିତୃପୁରୁଷ ପ୍ରାନ୍ତରରେ ମାନା ଭୋଜନ କରୁଥିଲେ, ଯେପରି ଲେଖା ଅଛି, ମାନ ଭୋଜନ କରିବା ନିମନ୍ତେ ସେ ସେମାନଙ୍କୁ ସ୍ୱର୍ଗ ଆହାର ଦେଲେ। 32ରେ ଲେଖା ଅଛି, ସେଥିରେ ଯୀଶୁ ସେମାନେ କହିଲେ, ସତ୍ୟ ସତ୍ୟ ମୁଁ ତୁମମାନଙ୍କୁ କହୁଅଛି, ମଶା ସ୍ୱର୍ଗରୁ ତୁମକୁ ଆହାର ଦେଇନାହାନ୍ତି, କିନ୍ତୁ ମୋହର ପିତା ତୁମକୁ ସ୍ୱର୍ଗରୁ ପ୍ରକୃତ ଆହାର ଦେଲେ। ଏଠି ସୁନ୍ଦର ବିଷୟ ସେ କହୁଛନ୍ତି। ଆମେ ଅନେକ ସମୟରେ ଏଠି କେମିତି କହୁଛନ୍ତି ଯେ ସେମାନଙ୍କର ଧାରଣା ଅଛି ଯେ ମଶା ଆମମାନଙ୍କୁ ଖାଇବାକୁ ଦେଲେ, ଆମର ପିତୃପୁରୁଷକୁ ମଶା ଆମମାନଙ୍କୁ ଖୁଆଇଲେ, ମଶା ଆମମାନଙ୍କୁ ମାନା ଦେଲେ, ଆମକୁ 40 ବର୍ଷ ପର୍ଯ୍ୟନ୍ତ ସେ ପ୍ରତିପାଳନ କଲେ। ତାଙ୍କର ଯୋଉ ମାନେ ପ୍ରିଏଜମ୍ପସନ ଅଛି, ପ୍ରେଜୁଡାଇସ୍ ମାଇଣ୍ଡ ଅଛି। ସେତେବେଳେ ଯୀଶୁ ସେଠି କହୁଛନ୍ତି ନା କଣ କହୁଛନ୍ତି, ଯେ ବାବୁ ମାନେ ମଶା ତୁମମାନଙ୍କୁ ଖାନା ଦେଇନାହାନ୍ତି, ଖାଦ୍ୟ ଦେଇନାହାନ୍ତି, ମାନା ଦେଇନାହାନ୍ତି, ଆହାର ଦେଇନାହାନ୍ତି, ପ୍ରତିପାଳନ କରିନାହାନ୍ତି, ମାତ୍ର ସେ କିଏ କରିଛନ୍ତି? ଦ ଗଡ ଆଲୋନ୍, ସେ ଉର୍ଦ୍ଧ୍ୱସ୍ଥ ଈଶ୍ୱର ତୁମମାନଙ୍କୁ ଆହାର ଦେଇଛନ୍ତି। ତାଙ୍କୁ ସେମାନେ ଭୁଲି ଯାଇଛନ୍ତି, ତାଙ୍କୁ ସେମାନେ ପାସୋରି ଯାଇଛନ୍ତି, ଫରଗେଟିଂ। ଏ ଜିଉସ୍ ମାନେ ତାଙ୍କୁ ପାସୋରି ଯାଇଛନ୍ତି, ଯିଏ କି ପ୍ରକୃତରେ ଆହାର ଦେବେ, ଯିଏ କି ପ୍ରକୃତରେ ପ୍ରତିପାଳନ କରିବେ। ଆଜି ଆମର ଆମେ ବି ଏମିତି ଏକ ଜଗତରେ ବଞ୍ଚୁଛୁ, ଗୋଟେ ହ୍ୟୁମାନ୍ ସେଣ୍ଟର୍ଡ ଲାଇଫ, ମାନେ ଜଗତରେ ମାନେ ମନୁଷ୍ୟ ଆକା ସବୁ କିଛି ଗଲା ଭଳିଆ। ଯେମିତିକି ଏମାନେ ଭାବୁଥିଲେ ଆମର ପିତୃପୁରୁଷ ମାନା ଆକା, ଆମର ପିତୃପୁରୁଷ ମଶା ହିଁ ସବୁ କିଛି ବୋଲି ଭାବୁଥିଲେ। ଆମର ଲାଇଫ ବି ହ୍ୟୁମାନ୍ ଆକା ସବୁ କିଛି ବୋଲି ଭାବୁଛୁ। ଆଜି এই ଜଗତରେ ମନୁଷ୍ୟ ହିଁ ସବୁ କିଛି ଆମର ପାଇଁ।
गाड किछि नाही। गाड आम मान को आज एक सुप्रभात देले। केते जण आज प्रभात उठी सदा प्रभु को धन्यवाद देइछंती। किए देइछंती? यू आर द प्रेशियस पर्सन माने आपण माने के ग्रुप बनाई कि आपण माने इति ईश्वरंकर वाक्य को प्रभात रे सुनुछंती। प्रभात रे से आहार भोजन करूछंती। आज मु आपण मान को कहूछि कि मु कोन जे मु गोटे कीटो मु माने प्रभु मते जहा कहउछनी सेटा मु कहूछि। मु की कोन जे मु आज स्पीकर माने कोन जे प्रकृत रे से माने कोन किछि नै से माने श्रेय पाइबार योग्य नै से माने कीटो परि लोक। इट इज स्मॉल पर्सन प्रभु को सामना रे योग्य नै से माने आमे गोटे गाड इनविजिबल भाव रे हमर जीवन रे सब किछि करूछंती मात्र आमे श्रेय नेबा को इच्छा करूछु। आमे श्रेय नेबा को इच्छा करू आमे प्रशंसा पाइबा को इच्छा करूछु। अनेक लोक भी सले बढ़िया मेसेज देले बढ़िया कहले बढ़िया एम देला ओ बेसी ज्ञान बेसी बुद्धिमान ए बेसी ताको एते ऊपर नै जाउछु जे आमे माने प्रभु को पास रे जाउछु। आमे मात्र प्रभु आका सब किछि करूछंती प्रभु आमन को कथा कहउछंती सेटा हमर किछि नै। एटी भी मोसा को सेंती आ कर देले पितृपुरुष माना आमन को 40 वर्ष पर्यंत खुआइले। यीशु कहउछंती ताकर थियोलॉजिकल जो प्रिजम्पशन को काटी दउछंती बाबू माने सेठी मोसा देई नाहंती किंतु मोहर पिता स्वयं प्रभु स्वर्गरु तुमान को आहार देइछंती। प्रेमंडले आज आमे माने केमती आहार भोजन करूछ हमर हमर फेथ केमती फेथ रे बंचुछु अरे केमती आमे ये करूछु। गोटे ह्यूमन केबे देई परिबो कि ट्रू ब्रेड से सत्य आहार मनुष्य देई परिबो के देई परिबो कार पाखरे बळ अछि बुद्धि अछि एते शक्ति अछि जे से आहार एडे बड़ आहार देई परिबो। प्रभु को ऐश्वर्य आहार से देई परिबो के देई परिबो कि केबे ने नेवर नेवर एवर केबे ही परिबो नै। गोटे मनुष्य केबे भी से स्वर्गीय माना देई परिबो स्वर्गीय आहार देई परिबो नै केवल ईश्वर दे पारिबे। और से ईश्वर से जन को पठै छंदी से होउछंदी क्राइस्ट एलोन। से ख्रीष्टन को से पठै छंदी माना रूप रे। आमे जदि सेई माना से माने खाइले से दिन 40 वर्ष पर्यंत एवं मृत्यु वरण कले किंतु एई जो माना आमे खाइबा डू नॉट पेरिश फेथ इन क्राइस्ट आपण माने नष्ट हेबे नाइ किंतु अनंत जीवन प्राप्त हेबे सेई माना खाइ। से जोहन तार 3 पर्व 16 पदरे ईश्वर जगत एडी प्रेम करे से आपण अद्वितीय पुत्र को दान कले जेपरि जे के ताहांको ठारे विश्वास करे से माना जेते बेले खाइबो से कोन पाइबो इटर्नल लाइफ अनंत जीवन प्राप्त हेबो। आज सेथि पई मु आपण मानको ठारे कहि रखिबा को चाहे जे सेई माना हेउचंदी स्वयं ख्रीष्ट अटंती। से माना हेउची ख्रीष्ट अटंती। आज जगत रे आमे बंचु बंचु आमे जो खाद्य खाइबु मे भी से खाद्य फूड पॉइजन हेई आमे माने विभिन्न माने विषय करे आम शरीर नष्ट होई जिवो। आज भी तो सत्य खाना भी मिलुआ का ना ट्रू ब्रेड कोटा अछि सब केमिकल सब आम शरीर को नष्ट करिबार किंतु गाड को जे माने भोजन करंती क्राइस्ट को जे माने भोजन करंती क्राइस्ट ठार विश्वास करंती भरोसा करी बंचंती से माने मरले मध्य से माने कोन हेबे गोटे दिन पुनरुत्थित हेबे। आई बिलीव इन दैट सेठी मु विश्वास करूची। तबे प्रिय मंडळी आरे सेठी में शेष रे कहउछंती यीशु कहिले मु जे जीवनदायक आहार जे मो निकट को आसे से कदापि क्षुदित हेबो ना आउ जे मो ठारे विश्वास करे से कदापि तृषित हेबो ना। प्रिय मंडळी फेथ इन क्राइस्ट ख्रीष्टन को ठारे विश्वास कर जगतर का को विश्वास करो ना फुल्ली का को विश्वास करो ना के विश्वास योग्य मध्य नुहंती केवल गोटे का विश्वास गोटे जन ऊपर विश्वास करबा से होची क्राइस्ट एलोन। अरे तांको ठारे विश्वास करबा द्वारा हमर विचार होई सारलाणी हमें डायरेक्ट एंटर इनटू हेवन हमें डायरेक्ट एंटर इनटू हेवन ईश्वरन को राज्य रे माने सेई दिन सेई दक्षिण पार्श्व चोर मध्य से ख्रीष्टन को ठारे विश्वास करला यीशु कहले आज तुमे मो सहित पारदेश रे उपस्थित हेबो। विश्वास प्रभु को ठारे भयंकर बड़ जिनिस। आज से सत सेनापति दास जेते असुस्थ थिला से सत सेनापति मध्ये कहले मोर घरे जे आपण आसीबे मु एते योग्य नाय का तो गोटे पद आज्ञा करो मोर दास सुस्थ होई जिवो। कहले इस्राएल रेडे बड़ विश्वास में काको देखि नाय गॉड से फेथ रे जेते बेले ईश्वरन को ठारे जाउछु हमें सब किछि पाई परिबा। प्रभु हम प्रत्येक को आशीर्वाद करंतु अनुग्रह करंतु दया करंतु
आमे जेपरि से ख्रीष्टଙ୍କ ठारे विश्वास करिबा भरोसा करिबा से ऑथेंटिक फेथ रे आमे विश्वास भरोसा करिबा एवं बंचिबा अरे प्रभु से विश्वास द्वारा काली को कोन हेबो से विश्वास ही हम मान को कहि हमर फेथ प्रभु ठारे रहिबा दरकार हमर फेथ प्रभु ठारे आमे माने डिपेंड करिके हमर जीवन यापन करिबा दरकार अरे एटा ही ईश्वर आमान को ठारो चाहंती प्रभु पवित्र जीवंत वाक्य द्वारा हम समस्त को ये प्रातकालीन समय प्रचुर आशीर्वाद करंतु आमेन 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 आसवा माने प्रार्थना करबो अमान को मध्य रचनते सिस्टर रत्ना प्रभा से अमन पर प्रार्थना करबो